ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଶା କରୁଛି ସମସ୍ତେ ଭଲ ଥିବେ, ଖୁସିରେ ଥିବେ, ପ୍ରଭୁଙ୍କର ଆଶୀର୍ବାଦ ଅନୁଗ୍ରହରେ। ଆଉ ଆମେ ଗୋଟେ ଦେଖିଲୁ ଏବେ ବର୍ତ୍ତମାନ ଚର୍ଚ୍ଚ ଘରେ ବାନା ଲଗାଉଛନ୍ତି। ଆଉ ପ୍ରଭୁ ସେମାନଙ୍କୁ କ୍ଷମା କରନ୍ତୁ। ଆଉ ଯଦି ଖ୍ରୀଷ୍ଟିଆନ ଭାଇମାନେ ଯଦି ମନ୍ଦିରରେ ଯାଇ ଜବରଦସ୍ତି ଯାଇ ମନ୍ଦିରରେ ହାଲେଲୁୟା କୁହ ବୋଲି ବା କୌଣସି ପତ୍ରିକା ଦେଲେ ହିନ୍ଦୁ ଭାଇମାନେ କ'ଣ ଅନୁଭବ କରିଥାନ୍ତେ ବା କ'ଣ କରିଥାନ୍ତେ? ଆପଣମାନେ ଟିକେ ଚିନ୍ତା କରନ୍ତୁ। ପ୍ରଭୁ ସମସ୍ତଙ୍କର ନ୍ୟାୟ ବିଚାର କରନ୍ତି। ଏକମାତ୍ର ପରମେଶ୍ୱର ସେ ବିଚାରକର୍ତ୍ତା। ଏବେ ଯେଉଁ ଭିଡ଼ିଓ ଦେଖିଲେ ମନା ନାହିଁ, ତମେ ଚର୍ଚ୍ଚ ଉପରେ ତମର ସେଇ ବାନାକୁ ଲଗାଇଲ, ଠିକ୍ ଅଛି। କିନ୍ତୁ ଯେଉଁ ପ୍ରତିମା ତିଆରି କରିଥିଲେ, ଏତେ ପଇସା ଦେଇ, ଏତେ ପରିସ୍ଥିତି କରି, ଏତେ ଟଙ୍କା ଦେଇ ସେମାନେ ବନାଇଥିଲେ, ସେଇ ମୂର୍ତ୍ତିକୁ ଦେଖିପାରିଲେ କେଉଁ ଅବସ୍ଥାରେ ସେମାନେ ଭାଙ୍ଗୁଅଛନ୍ତି। ସମାନ କରିଲେ ନା? ଆପଣ ତ ବାନା ଲଗାଇଛନ୍ତି, କିନ୍ତୁ ସେମାନେ ତମର ମୂର୍ତ୍ତିକୁ ଭାଙ୍ଗୁଅଛନ୍ତି। ଆପଣଙ୍କୁ କେମିତି କଷ୍ଟ ଲାଗିନଥିବ? ଆଉ ପ୍ରଭୁଙ୍କର ଲୋକମାନଙ୍କୁ କେମିତି କଷ୍ଟ ଲାଗିନଥିବ? ଭାବନ୍ତୁ, ଚିନ୍ତା କରନ୍ତୁ। ତେବେ ଆମେ ଜାଣିବା ଉଚିତ, ଯଦି ବା ଆମେ ଭୁଲ କରୁଛୁ ତାହେଲେ ଅଳ୍ପ ସମୟ ଆମକୁ ଚିନ୍ତା କରିବାକୁ ଦରକାର। ଜଣେ ଅଛନ୍ତି, ସେ ନ୍ୟାୟ କରନ୍ତି। ତେବେ ଆପଣମାନେ ଦେଖିଥିବେ, ଆଉ ଏ ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ଆଉ ଅନେକ ଲୋକମାନେ ଜାଣନ୍ତୁ ସତ୍ୟ, ଯେ ପ୍ରଭୁକୁ ଯେ ବଦନାମ କରିବାକୁ ଚାହୁଁଛନ୍ତି, ଯେ ନିନ୍ଦା କରିବାକୁ ଚାହୁଁଛନ୍ତି, ଠିକ୍ ଅଛି, କିଛି ଅସୁବିଧା ନାହିଁ। କିନ୍ତୁ ଆପଣମାନେ ମଧ୍ୟ ସେଇ ଜାଗାରେ କ'ଣ ହେଇଯିବେ, କ'ଣ ନାହିଁ, ତାହା ପ୍ରଭୁ ଜାଣିଅଛନ୍ତି। ନମସ୍କାର। ପ୍ରେଜ୍ ଦ ଲର୍ଡ।